ମୋ ସ୍ୱାମୀ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ ଆଉ ମୋତେ ଘର କାମରେ ସାହାଯ୍ୟ କରିବା ପାଇଁ 20 ବର୍ଷର ଚାକରଟିଏ ଘରକୁ ନେଇ ଆସିଲେ। ଯେହେତୁ ମୁଁ ଘରେ ଏକୁଟିଆ ରହୁଥିଲି ସେଥିପାଇଁ ସବୁବେଳେ ମୁଁ ଚାକର ସହିତ କଥା ହେଉଥିଲି ଆଉ ଦିନେ ରାତିରେ ମୁଁ ନିଜକୁ ସମ୍ଭାଳି ନ ପାରି ସେଇ ଚାକର ପାଖରେ ସିଧା ଯାଇ ଶୋଇପଡ଼ିଲି। ଆଉ ତାପରେ ମୁଁ ମୋ ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଥିଲି, କିନ୍ତୁ କାହିଁକି କେଜାଣି ଆଜିକାଲି ମୋ ଆଖି ଆଉ ମୋ ମନ ଆମ ଘରର ଚାକରକୁ ଖୋଜୁଥିଲା। ବୋଧେ ମୁଁ ମନେ ମନେ ଆମ ଘରର ଚାକରକୁ ଭଲ ପାଇ ବସିଥିଲି, କାରଣ ଆମ ଘରର ଚାକର ଦେଖିବାକୁ ବହୁତ ସୁନ୍ଦର ଥିଲା। ଆମ ଘରକୁ ଆଉ ଗୋଟିଏ ଚାକରାଣୀ ମଧ୍ୟ ଆସୁଥିଲା ଆଉ ସେ କେବଳ ବାସନ ମାଜି ଚାଲି ଯାଉଥିଲା। କିନ୍ତୁ ମୋ ସ୍ୱାମୀ ହଠାତ୍ ଦିନେ ଘରକୁ ଗୋଟେ ଚାକର ନେଇ ଆସିଲେ, ଯାହାର ବୟସ 20 ବର୍ଷ। ତାକୁ ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହୋଇଗଲି, କାରଣ ସେ ଦେଖିବାକୁ ବହୁତ ସୁନ୍ଦର ଥିଲା। ମୁଁ ତାକୁ ଦେଖି ମୋ ମନକୁ କଣ୍ଟ୍ରୋଲ କରିପାରୁନଥିଲି। ଗୋଟେ ଦିନ ସେ ବଗିଚାରେ ଫୁଲ ଗଛରେ ପାଣି ଦେଉଥିଲା ଆଉ ମୋତେ ସେ ବୁଲି ବୁଲି ଚାହୁଁଥିଲା। ମୁଁ ବି ଦେଖିବାକୁ ବହୁତ ସୁନ୍ଦର ଥିଲି। ମୋ ବୟସ 24 ବର୍ଷ ଥିଲା। ମୁଁ ସେ ଚାକରର ସବୁ ବ୍ୟବହାରକୁ ଲକ୍ଷ୍ୟ କରୁଥିଲି। ମୋ ବାହାଘର ବହୁତ କମ୍ ବୟସରେ ହୋଇଯାଇଥିଲା, ସେଥିପାଇଁ ମୁଁ ଯବାନ ଦେଖାଯାଉଥିଲି। ଆମ ଘରର ଚାକର ମୋତେ କୌଣସି ବି କଥା କହିବାକୁ ଲାଜ କରୁନଥିଲା, କିନ୍ତୁ ମୋ ସ୍ୱାମୀ ତାକୁ ଟିକେ ଟିକେ କଥାରେ ବହୁତ ରାଗୁଥିଲେ। ଏ କାମଟା ଏମିତି କର, ସେ କାମଟା ସେମିତି କର କହି ରାଗୁଥିଲେ। ସେଥିପାଇଁ ସେ ଚାକର ମୋ ସ୍ୱାମୀଙ୍କୁ ବହୁତ ଡରୁଥିଲା ଆଉ ତାର ସାହସ ହେଉନଥିଲା ମୋ ପାଖକୁ ଆସିବା ପାଇଁ। କିନ୍ତୁ ଆମ ଦୁଇ ଜଣଙ୍କ ଭିତରୁ ଯିଏ ହେଲେ ବି ଆଗକୁ ପାଦ ବଢ଼େଇବାର ଥିଲା, ଚାହେଁ ସିଏ ହେଉ କିମ୍ବା ମୁଁ। ଏଇ କଥା ବସି ମୁଁ ଭାବୁଥିଲି, ଯେମିତି ସେ ଚାକର ସହିତ ମୁଁ ରାତି କାଟିପାରିବି। ଅବଶ୍ୟ ମୁଁ ମୋ ସ୍ୱାମୀଙ୍କ ସହିତ ଖୁସି ଥିଲି, କିନ୍ତୁ ମୁଁ ମୋ ସ୍ୱାମୀଙ୍କ ଉପରେ ଆଉ ଇମ୍ପ୍ରେସ୍ ହେଇପାରୁନଥିଲି। ଏହି କଥା ଭାବି ଭାବି ପୁରା ଦିନ କଟିଗଲା। ଏ ଚାକରକୁ ଘରକୁ ଆସିବାର ବେଶୀ ଦିନ ହେଇନଥିଲା, କିନ୍ତୁ କମ୍ ଦିନରେ ବି ମୋ ହୃଦୟରେ ତା ପାଇଁ ଜାଗା ତିଆରି ହୋଇସାରିଥିଲା। କାହିଁକି ନା ସେ ମୋ ସାଙ୍ଗରେ ବହୁତ ସମ୍ମାନର ସହ କଥା ହେଉଥିଲା ଆଉ ମୋ ସ୍ୱାମୀ ମୋ ସାଙ୍ଗରେ ଠିକ୍ସେ କଥା ବି ହେଉନଥିଲେ କି ତାଙ୍କର କଥାବାର୍ତ୍ତା ଶୈଳୀ ମଧ୍ୟ ଭଲ ନଥିଲା। ସତ କଥା କହିବାକୁ ଗଲେ ଗୋଟେ ନାରୀ ସ୍ୱାମୀଠାରୁ ପ୍ରଥମେ ସମ୍ମାନ ଚାହେଁ, ଯେଉଁଟା ମୋ ସ୍ୱାମୀ ମୋତେ ଦେଉନଥିଲେ, କିନ୍ତୁ ସେ ଚାକର ମୋତେ ଦେଉଥିଲା। ମୁଁ ମନେ ମନେ ଭାବି ସାରିଥିଲି, ଯେମିତି ହେଲେ ସେ ଚାକର ସହିତ ଆଜି ରାତିଟା କାଟିବି। ଯେତେବେଳେ ସେ ରାତିରେ କାମ ସାରି ତା ରୁମ୍କୁ ଶୋଇବାକୁ ଯିବ, ମୁଁ ବି ତା ପଛେ ପଛେ ଯାଇ ତା ପାଖରେ ଶୋଇପଡ଼ିବି। ଏହି କଥା ମୁଁ ମୋ ରୁମ୍ରେ ଭିତରେ ବସି ଭାବୁଥିଲି। ଏମିତିରେ ବି ମୋ ସ୍ୱାମୀଙ୍କ ପାଇଁ ମୋର ଟେନସନ୍ ନଥିଲା କି ମୋ ସ୍ୱାମୀ ମୋତେ ଦେଖିଲେ ମାରିଦେବେ, କାହିଁକି ନା ମୋ ସ୍ୱାମୀ କାମରେ ବାହାର ସହରକୁ ଯାଇଥିଲେ। ସେଥିପାଇଁ ମୁଁ ଟେନସନ୍ ଫ୍ରି ଥିଲି ଆଉ ମନେ ମନେ ସ୍ଥିର କରିଥିଲି କି ମୋତେ ମୋ ଲକ୍ଷ୍ୟ ହାସଲ କରିବାର ଅଛି। ଯେମିତି ରାତି ହେଲା, ମୁଁ ଶୀଘ୍ର ଖାଇସାରି ଅପେକ୍ଷା କରି ରହିଲି କେତେବେଳେ ସେ ରୁମ୍କୁ ଯିବ ଆଉ ମୁଁ ତା ପଛେ ପଛେ ଯାଇ ତା ପାଖରେ ଶୋଇପଡ଼ିବି। କିଛି ସମୟ ପରେ ମୁଁ ଜାଣିଲି ଯେ ରାଜୁ ତା ରୁମ୍ରେ ଅଛି ଆଉ ବିଲକୁଲ ଫ୍ରି ଅଛି। ମୁଁ ଧୀରେ ଧୀରେ ତା ରୁମ୍କୁ ଗଲି ଆଉ ମୋତେ ବହୁତ ଡର ଲାଗୁଥାଏ। ମୁଁ ଯାଇ ତା ରୁମ୍ ପାଖରେ ପହଞ୍ଚିଗଲି ଆଉ ସିଧା ତା ରୁମ୍ ଭିତରକୁ ଗଲି। ସେତେବେଳକୁ ରାଜୁ ଶୋଇଥିଲା। ମୁଁ ସିଧା ତା ଛାତି ଉପରେ ହାତ ରଖିଲି। ରାଜୁ ସାଙ୍ଗେ ସାଙ୍ଗେ କମ୍ବଳରୁ ମୁହଁ କାଢ଼ି ମୋତେ ଚାହିଁଲା ଆଉ ମୁଁ ଯାହା ଦେଖିଲି
ମୋର ତ ହୋସ୍ ଉଡ଼ିଗଲା। ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା। ଏ ବେଡ୍ ଉପରେ ଆମ ଘର ଚାକର ରାଜୁ ନଥିଲା। କାରଣ ପ୍ରଥମ ଦିନରୁ ହିଁ ମୁଁ ମୋ ସ୍ୱାମୀଙ୍କ ସହିତ ବହୁତ ଖୁସି ଥିଲି। କାହିଁକି ନା ମୋ ସ୍ୱାମୀ ମୋର ବହୁତ ଧ୍ୟାନ ରଖୁଥିଲେ। କିନ୍ତୁ ତାଙ୍କର କେତେଟା ଛୋଟ ଛୋଟ କଥା ବହୁତ ଖରାପ ଥିଲା। ତାଙ୍କର କଥା କହିବାର ଶୈଳୀ ବିଲକୁଲ ବି ଭଲ ନଥିଲା। ମୁଁ ମୋ ବାପା ମାଙ୍କର ଗୋଟିଏ ବୋଲି ଝିଅ ଥିଲି। କିନ୍ତୁ ମୁଁ ବେଶୀ ପାଠ ପଢ଼ିନଥିଲି। ସେଥିପାଇଁ ମୁଁ ଚାହୁଁଥିଲି ମୁଁ ଯାହାକୁ ବାହା ହେବି ସେ ଯେମିତି ବେଶୀ ପାଠ ପଢ଼ିଥାଉ। ହେଲେ ମୋ ସ୍ୱାମୀ ପାଠ ପଢ଼ିନଥିଲେ। ହେଲେ ବହୁତ ପଇସାବାଲା ଆଉ ମାଲଦାର ଥିଲେ। କାରଣ ମୋ ଶ୍ୱଶୁର ବହୁତ ଧନୀ ଥିଲେ ଆଉ ତାଙ୍କର ବହୁତ ବଡ଼ ଘର ଥିଲା। କିନ୍ତୁ ମୋ ସ୍ୱାମୀ ମୋ ଆରାମ ପାଇଁ ଆଉ ଗୋଟେ ଅଲଗା ଘର ନେଇଥିଲେ। ମୁଁ ଘର କାମ ଏକୁଟିଆ କରୁଥିଲି। ସେଥିପାଇଁ ମୁଁ ମୋ ସ୍ୱାମୀଙ୍କୁ କହୁଥିଲି ଘରକୁ ଗୋଟେ ଚାକର କିମ୍ବା ଚାକରାଣୀଟେ ଆଣନ୍ତୁ। କିନ୍ତୁ ମୋ ସ୍ୱାମୀ ମନା କରିଦେଉଥିଲେ। କହୁଥିଲେ ମୁଁ ଚାହୁଁନି କି ତମେ ଆଉ କାହା ସାଙ୍ଗରେ କଥା ହୁଅ ବୋଲି। ହେଲେ ଇଏ କି ପ୍ରକାର ଭଲ ପାଇବା? ସତ କଥା କହିବାକୁ ଗଲେ ମୋ ସ୍ୱାମୀଙ୍କ ପ୍ରତି ମୋ ମନରେ ଏତେ ଭଲ ପାଇବା ନଥିଲା। ଏମିତି କିଛି ଦିନ ଚାଲିଲା। ମୁଁ ସବୁଦିନ ଘର କାମ କରୁଥାଏ। ଦିନେ ମୋ ଉପରେ ତାଙ୍କର ଦୟା ଆସିଲା ଆଉ ଗୋଟେ ଚାକରାଣୀ ଠିକ୍ କରିଦେଲେ। ସେ ଚାକରାଣୀ ସବୁଦିନ ଆସିକି ବାସନ ଧୋଇକି ଯାଉଥିଲା। କିନ୍ତୁ ଅଚାନକ ମୋ ସ୍ୱାମୀ ଗୋଟେ 20 ବର୍ଷର ଚାକରକୁ ଘରେ ଆଣି ରଖିଦେଲେ। ମୁଁ ତ ପୁରା ଆଶ୍ଚର୍ଯ୍ୟ ହୋଇଗଲି। ମୋତେ ଆଶ୍ଚର୍ଯ୍ୟ ହେବାର ଦେଖି ମୋ ସ୍ୱାମୀ କହିଲେ ମୁଁ ଜାଣିଛି ତମେ ଏକୁଟିଆ ବହୁତ ହଇରାଣ ହେଉଛ। ସେଥିପାଇଁ ମୁଁ ତମକୁ ସାହାଯ୍ୟ କରିବାକୁ ୟାକୁ ଘରକୁ ଆଣିଛି। ସେଦିନ ମୋ ସ୍ୱାମୀଙ୍କର ଏକଥା ମୋତେ ବହୁତ ଅଜବ ଲାଗିଥିଲା। ମୁଁ ବୁଝି ସାରିଥିଲି କି ମୋ ସ୍ୱାମୀ ମୋତେ ଚେକ୍ କରୁଛନ୍ତି ବୋଲି। ଆଉ ଏକଥା ବି ମୁଁ ଜାଣିଥିଲି ଏସବୁ କଥା ତାଙ୍କ ସାଙ୍ଗମାନେ ଜାଣିଶୁଣି ତାଙ୍କ ମୁଣ୍ଡରେ ଭର୍ତ୍ତି କରିଛନ୍ତି ବୋଲି। କାହିଁକି ନା ତାଙ୍କ ସାଙ୍ଗମାନେ ସବୁ ମୂର୍ଖ ଥିଲେ। ଯେତେବେଳେ ପ୍ରଥମେ ମୋର ସେ ଚାକର ଉପରେ ନଜର ପଡ଼ିଲା ମୁଁ ତ ପୁରା ଆଶ୍ଚର୍ଯ୍ୟ ହୋଇଗଲି। କାହିଁକି ନା ଚାକରର ବୟସ ମାତ୍ର 20 ବର୍ଷ ଥିଲା। ଆଉ ସେ ଦେଖିବାକୁ ପୁରା କ୍ଷୀର ଭଳି ଧଳା ଥିଲା। ତାକୁ ଯିଏ ବି ଦେଖିବ ଭଲ ପାଇ ବସିବ। ଦିନେ ସିଏ ଘରେ ଝାଡ଼ୁ ମାରୁଥିଲା। ସେହି ସମୟରେ ସେ ଏମିତି ଦେଖାଯାଉଥିଲା ଯେମିତି ଗୋଟେ ରାଜକୁମାର। ତାକୁ ଦେଖି ମୋ ଆଖିର ପଲକ ପଡ଼ୁନଥିଲା। ସେହି ସମୟରେ ମୋ ସ୍ୱାମୀ ଆସି ମୋ କାନ୍ଧରେ ହାତ ପକେଇଦେଲେ ଆଉ କହିଲେ କ'ଣ ହେଲା ସବୁ ଠିକ୍ ଅଛି ତ? ମୁଁ କହିଲି ହଁ ହଁ ସବୁ ଠିକ୍ ଅଛି। ମୋ ସ୍ୱାମୀ କହିଲେ ଆସ ମୁଁ ଏ ଚାକର ସହିତ ତମକୁ ଚିହ୍ନେଇ ଦେଉଛି। କାହିଁକି ନା ଦିନସାରା ତୁମେ ୟା ସହିତ ଘରେ ରହିବ। ତାପରେ ମୋ ଆଖି ତ ସେ ଚାକର ଉପରେ ହଟୁ ହିଁ ନଥିଲା। ଏମିତି କିଛି ଦିନ ଚାଲିଲା। ମୁଁ ସବୁବେଳେ ସେ ଚାକର ସହିତ କଥା ହେବାର ବାହାନା ଖୋଜୁଥିଲି। ମୋ ସ୍ୱାମୀଙ୍କର ଏମିତି କାମ ଥିଲା କି ତାଙ୍କୁ 2 ଦିନରେ ଥରେ ସହରକୁ ଯିବାକୁ ପଡ଼ୁଥିଲା। ଦିନେ ସକାଳୁ ସକାଳୁ ମୋ ସ୍ୱାମୀ ସହରକୁ ଚାଲିଗଲେ। ମୁଁ ମନେ ମନେ ଭାବିନେଲି କି ଯେମିତି ହେଲେ ମୋ ଇଚ୍ଛା ଆଜି ପୂରଣ କରିବି। ଆଜି ଏ ଚାକର ସହିତ ରାତି କାଟିବି ଆଉ ସବୁଦିନ ପାଇଁ ତାକୁ ମୁଁ ନିଜର କରିବି। ଯେମିତି ରାତି ହେଲା ରାଜୁ କାମ ସାରି ରୁମ୍କୁ ଗଲା। ଠିକ୍ 5 ମିନିଟ୍ ପରେ ମୁଁ ରାଜୁ ରୁମ୍କୁ ଗଲି ଆଉ ସିଧା ଯାଇ ରାଜୁ ପାଖରେ ଶୋଇପଡ଼ିଲି ଆଉ ରାଜୁ ଉପରେ ହାତ ପକେଇଦେଲି। ତାପରେ ରାଜୁ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ। ମୁଁ କ'ଣ କଲି ନା ରାଜୁ ମୁହଁରୁ
କମ୍ବଳ କାଢ଼ିଦେଲି। ଆଉ ଯାହା ଦେଖିଲି ମୋର ତ ହୋସ୍ ଉଡ଼ିଗଲା। କାହିଁକିନା ସେ କମ୍ବଳ ଭିତରେ ମୋ ସ୍ୱାମୀ ଥିଲେ। ସେ ରାଗିକି ଉଠିଯାଇ ମୋତେ ଜୋରସେ ଗୋଟେ ଚଟକଣିଟେ ଲଗେଇଦେଲେ। ଆଉ କହିଲେ, ତମେ କ'ଣ ଭାବୁଛ ମୁଁ କିଛି ଜାଣିନି? ମୁଁ ସବୁ କିଛି ନୋଟିସ୍ କରୁଥିଲି। ମୁଁ ଛାତିକୁ ଦମ୍ଭ କରି କହିଲି, ତମେ ମୋତେ ଧୋକା ଦେଇଛ। ତମେ ମୋତେ ଫସେଇବାକୁ ଚାହୁଁଥିଲ। ମୋ କଥା ଶୁଣି ମୋ ସ୍ୱାମୀ ବହୁତ ଜୋରସେ ରାଗିଗଲେ। ଆଉ ଏମିତି ଚାହୁଁଥିଲେ ଯେମିତି ମୋତେ ସେ ପୁରା ଖାଇଯିବେ। ଆଉ କହିଲେ, ମୋ ସାଙ୍ଗମାନେ ଯାହା କହୁଥିଲେ ଠିକ୍ କହୁଥିଲେ। ତମ ଭଳି ପଢ଼ାଲେଖା ଝିଅମାନଙ୍କ ଉପରେ ଭରସା ନାହିଁ। ମୁଁ ସାଙ୍ଗେ ସାଙ୍ଗେ ମୋ ରୁମ୍କୁ ଦୌଡ଼ିଲି। ମୋ ପଛେ ପଛେ ମୋ ସ୍ୱାମୀ ଆସୁଥାନ୍ତି। ଏମିତି ଲାଗୁଥିଲା ଯେମିତି ମୋ ସ୍ୱାମୀ ମୋତେ ମାରିକି ଛାଡ଼ିବେ। ମୋ ସହିତ ଏମିତି ହିଁ ହେବା ଦରକାର ଥିଲା। କାହିଁକିନା ମୋତେ ଏତେ ଭଲ ପାଉଥିବା ସ୍ୱାମୀକୁ ଛାଡ଼ି ମୁଁ ଅଲଗା ପୁରୁଷ ସହିତ। ସ୍ୱାମୀ ରୁମ୍ ବାହାରେ ଛିଡ଼ା ହୋଇ ମୋତେ ବଡ଼ ପାଟିରେ ଚିତ୍କାର କରି ଡାକିଲେ। ଆଉ କହିଲେ, 10 ମିନିଟ୍ ଭିତରେ ମୋ ପାଖକୁ ଆସ, ନହେଲେ ମୁଁ ତୁମକୁ ଛାଡ଼ପତ୍ର ଦେବି। ମୁଁ ଡରିଯାଇ ସାଙ୍ଗେ ସାଙ୍ଗେ ବାହାରକୁ ଆସିଲି। ଆଉ ମୋ ସ୍ୱାମୀଙ୍କ ଗୋଡ଼ ଧରିକି କହିଲି, ମୋତେ କ୍ଷମା କରିଦିଅ। ଏମିତି ଭୁଲ ଆଉ କେବେ ବି ହେବନି। ମୋ ସ୍ୱାମୀ ମୋତେ କହିଲେ, ତମେ କେତେ ଖରାପ। ଏତେ ଭାବନା ତମ ମନକୁ ଆଣିବା ପାଇଁ ତମକୁ ଟିକେ ଖରାପ ଲାଗିଲାନି? ଏତିକି କହି ପ୍ୟାଣ୍ଟରୁ ବେଲ୍ଟ ବାହାର କରି ପଶୁକୁ ମାରିବା ପରି ମୋତେ ମାରିବାକୁ ଲାଗିଲେ। ମୁଁ ବହୁତ କାକୁତି ମିନତି ହେଲି, କିନ୍ତୁ ସେ ମୋତେ ସେମିତି ମାରି ଚାଲିଲେ। ଯେତେବେଳେ ତାଙ୍କ ମନ ଶାନ୍ତ ହୋଇଗଲା, ସେ ସଙ୍ଗେ ସଙ୍ଗେ ନିଜେ ଜୋରସେ କାନ୍ଦିଲେ। ଆଉ କହିଲେ, ତୁମ ଉପରେ ମୋତେ ବହୁତ ରାଗ ଲାଗୁଛି। କାରଣ ମୁଁ ତୁମକୁ କାହିଁକି ଏତେ ଭଲ ପାଇବା ଦେଉଥିଲି? ତମେ ଏତେ ତ ଖରାପ। ଛି, ତମ ଭଳି ଲୋକଙ୍କୁ ତ ପାଦ ତଳେ ରଖିବା କଥା। ହେଲେ ମୁଁ ତମକୁ ମୁଣ୍ଡରେ ବସେଇଥିଲି। ସେହି ସମୟରେ ମୁଁ କହିଲି, ଆଜି ଯାହା ବି ହେଉଛି କେବଳ ତମରି ପାଇଁ। କେବଳ ଗଣ୍ଡେ ଖାଇବାକୁ ଦେଲେ କି ଭଲ ପିନ୍ଧେଇ ଦେଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧୁର ହେଇଯାଇନି। ତମେ ମୋତେ ସମୟ ଦେଉନଥିଲ, ସେ ତ ଅଲଗା କଥା। କିନ୍ତୁ ତମେ ମୋ ସହିତ ବ୍ୟବହାର ବି ଠିକ୍ କରିନ। ମୁଁ ବାଧ୍ୟ ହେଇଗଲି ଆଉ କାହାଠାରୁ ମିଠା କଥା ଶୁଣିବା ପାଇଁ। ହଁ, ଆଉ ଗୋଟେ କଥା, ତମେ ତ ମୋତେ ସମୟ ଦେଇପାରନି। ପୁଣି ଉପରେ ଗୋଟେ ଯବାନ ଟୋକାକୁ ଆଣି ଘରେ ଯବାନ ସ୍ତ୍ରୀ ପାଖରେ ଚାକର କରି ରଖିଲ। ଆଉ ନିଜେ ଦିନେ ଦିନେ ଧରି ବାହାରେ ରହିଲ। ମୋ ପାଇଁ ତ ତମ ପାଖରେ ସମୟ ହିଁ ନଥିଲା। ତ ମୁଁ ଆଉ କ'ଣ କରିଥାନ୍ତି? ବାଧ୍ୟ ହେଇ ମୁଁ ଅନ୍ୟ କାହାକୁ ନିଜର କରିବାକୁ ଚାହିଁଲି। ସେହି ସମୟରେ ମୋ ସ୍ୱାମୀ ମୋତେ କହିଲେ, ମୁଁ ତୁମକୁ ଚେକ୍ କରୁଥିଲି। କାହିଁକିନା ତମ ହାବଭାବ ମୋତେ କାହିଁକି କେଜାଣି ଠିକ୍ ଲାଗୁନଥିଲା। ଆଉ ମୁଁ ଯାହା ସନ୍ଦେହ କରୁଥିଲି ସେୟା ହିଁ ହେଲା। ତମେ ଗୋଟେ ଚରିତ୍ରହୀନା। ଏଇ କଥା ମୋ ସ୍ୱାମୀ ମୋ ଚୁଟି ମୁଠା ଧରି କହିଲେ। ଆଉ ପରେ ଛାଡ଼ପତ୍ର ଦେଇଦେଲେ। ମୁଁ ବୁଝିପାରୁନଥିଲି ମୋ ସହିତ ଏମିତି କ'ଣ ହୋଇଗଲା। କିନ୍ତୁ ସେ ମୋ କଥା ଶୁଣିବା ତ ଦୂରର କଥା, ମୋ ମୁହଁକୁ ବି ଟିକେ ଚାହିଁଲେନି। ତାପରେ ମୁଁ ମୋ ବାପ ଘରକୁ ଚାଲି ଆସିଲି। ମୋ ଭାଇ ଆଉ ମୋ ଭାଉଜଙ୍କୁ ମୋ ସ୍ୱାମୀ ସବୁ ଫୋନ୍ କରି କହିଦେଇଥିଲେ। ମୁଁ ମୋ ଘରେ ରାଣୀ ହୋଇ ରହୁଥିଲି। ହେଲେ ଆଜି ମୋ ଭାଇ ଭାଉଜଙ୍କ ପାଖରେ ଚାକରାଣୀ ହେଇ ରହୁଛି। ମୁଁ ଗୋଟେ କଥା ବୁଝିପାରୁନି ଯେ ସେ 20 ବର୍ଷର ଚାକର ରାଜୁ କୁଆଡ଼େ ଗଲା। ସେଇ ଦିନଠାରୁ ତା'ର ଦେଖା ଦର୍ଶନ ନାହିଁ। ଯଦି ମୁଁ ସେ ଭୁଲ କରିନଥାନ୍ତି
ହୁଏତ ମୁଁ ମୋ ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଥାଆନ୍ତି କିନ୍ତୁ ଆଜି ମୋ ଜୀବନ ପୁରା ନଷ୍ଟ ହୋଇଯାଇଛି ଆଉ ମୁଁ ବଞ୍ଚିକି ବି ଶବ ପାଲଟି ଯାଇଛି। ତ ଶ୍ରୋତା ବନ୍ଧୁଗଣ, ଦେଖିଲେ ତ ଏମିତି ଗୋଟିଏ ଭୁଲର ପରିଣାମ କ'ଣ ହୁଏ। ଭଗବାନ ଆମକୁ ଯେତିକି ଦେଇଛନ୍ତି ଆଉ ଯାହା ଦେଇଛନ୍ତି ସେତିକିରେ ଆମେ ଖୁସି ହେବା କଥା ଆଉ ଆମ ଜୀବନସାଥୀକୁ କେବେ ବି ଧୋକା ଦେବା କଥା ନୁହଁ। ଯଦି ଆମେ ଏସବୁ ମାନିକି ଚଳିବା ତାହେଲେ ଆମ ଘର ସଂସାର ହସ ଖୁସିରେ ଭରିଯିବ। ଏଥିରେ ଆପଣମାନଙ୍କର ମତ କ'ଣ? କମେଣ୍ଟ ଲେଖି ନିଶ୍ଚିତ କହିବେ। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ତେଣୁ ଆଜି ପାଇଁ ରହୁଛି ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର କାହାଣୀ ସହିତ। ଜୟ ଜଗନ୍ନାଥ।